ଯମରାଜାଙ୍କ ନାଁ ଶୁଣିଲେ ସମସ୍ତେ ଭୟ କରନ୍ତି ଏବଂ କେହି ମରିବାକୁ ଭଲ ପାଆନ୍ତି ନାହିଁ, କିନ୍ତୁ ସମସ୍ତେ ମୃତ୍ୟୁବରଣ କରନ୍ତି। ମୃତ୍ୟୁ ପରେ ପ୍ରତ୍ୟେକ ପ୍ରାଣୀ ନିଜ ନିଜର କର୍ମ ଅନୁସାରେ ପୁନର୍ଜନ୍ମ ପାଆନ୍ତି। ପୁଣ୍ୟ କର୍ମ କରିଥିଲେ ସ୍ୱର୍ଗ ଏବଂ ପାପ କର୍ମ କରିଥିଲେ ନର୍କ ଭୋଗ କରନ୍ତି। କିନ୍ତୁ ପ୍ରାଣୀଙ୍କ ଆତ୍ମା ସ୍ଥାୟୀ ଭାବରେ ନା ସ୍ୱର୍ଗରେ ରହେ ନା ନର୍କରେ, କର୍ମ ଅନୁସାରେ ଜନ୍ମ ନିଅନ୍ତି। ଏହାକୁ କୁହାଯାଏ କାଳଚକ୍ର। ଆଉ ଏହି କାଳଚକ୍ରର ଦେବତା ହେଉଛନ୍ତି ଧର୍ମର ଦେବତା ଯମରାଜ। ପ୍ରାଣୀମାନଙ୍କର ସମସ୍ତ କର୍ମର ହିସାବ ଥାଏ ତାଙ୍କ ପାଖରେ। ପାପ ପୁଣ୍ୟର ହିସାବ କରିବା ପାଇଁ ତାଙ୍କ ପାଖରେ ଥାନ୍ତି ଆଉ ଜଣେ ଦେବତା ଚିତ୍ରଗୁପ୍ତ। ଯମରାଜ ପ୍ରଥମରୁ ଏପରି ଭୟଙ୍କର ରୂପଧାରୀ ନଥିଲେ। ଏହି ଭିଡ଼ିଓରେ ଜାଣିବା ଯମରାଜଙ୍କର ଏପରି ରୂପ କେମିତି ହେଲା ସେହି ସମ୍ପର୍କରେ ଏବଂ ଆଉ କିଛି ରୋଚକ କଥା। ଜୟ ପତିତ ପାବନ ଜଗନ୍ନାଥ, ଜୟ ସନାତନ। ଆପଣ ଦେଖୁଛନ୍ତି ଗରୁଡ଼ ପୁରାଣ ଅନୁସାରେ ଯମଦେବ ଦୀର୍ଘକାୟ, ଲାଲ ଚକ୍ଷୁବାଲା, ଲାଲ ବସ୍ତ୍ର ପରିଧାନ କରିଥିବା, ବଡ଼ ବଡ଼ ଶିଙ୍ଗ ଥିବା, ମଇଁଷି ଉପରେ ବସିଥିବା ଜଣେ ଦେବତା ରୂପେ ବର୍ଣ୍ଣନା କରାଯାଇଛି। କିନ୍ତୁ ସେ ପ୍ରଥମରୁ ଦେଖିବାକୁ ଏପରି ନଥିଲେ। ଏହା ପଛରେ ଏକ କାହାଣୀ ରହିଛି। ପ୍ରଥମରୁ ଯମଦେବ ନିଜ ପିତାଙ୍କ ପରି ବହୁତ ସୁନ୍ଦର ଏବଂ ଆକର୍ଷକ ଦିଶୁଥିଲେ। ତାଙ୍କ ଶରୀରରେ ଅଦ୍ଭୁତ ଚମକ ଥିଲା। ସ୍ୱର୍ଗର ଅପ୍ସରାମାନେ ତାଙ୍କୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଯାଉଥିଲେ। ସେଥିପାଇଁ ଯମ ମଧ୍ୟ ତାଙ୍କ ସୁନ୍ଦର ରୂପ ପାଇଁ ଗର୍ବ କରୁଥିଲେ। ବ୍ରହ୍ମଦେବ ତାଙ୍କୁ ଯମଲୋକର ରାଜ୍ୟ ସମ୍ଭାଳିବାର ଦାୟିତ୍ୱ ଦେଇଥିଲେ। ନିୟମ ଅନୁସାରେ ତାଙ୍କୁ ଆତ୍ମାଗୁଡ଼ିକୁ ମୃତ୍ୟୁଲୋକରୁ ଆଣି ବୈତରଣୀ ନଦୀ ପାର କରାଇ କର୍ମ ଅନୁସାରେ ନୂଆ ଜୀବନ ଦେବା ତାଙ୍କର କର୍ତ୍ତବ୍ୟ ଥିଲା। କିଛି କାଳ ପର୍ଯ୍ୟନ୍ତ ସେ ତାଙ୍କର କାର୍ଯ୍ୟ ସଠିକ ଭାବରେ କରୁଥିଲେ। କିନ୍ତୁ ଧୀରେ ଧୀରେ ନିଜ ରୂପକୁ ସେ ଅଧିକ ଆକର୍ଷକ କରିବାକୁ ଇଚ୍ଛା କଲେ ଏବଂ ନିଜ ରୂପକୁ ସେ ବାରମ୍ବାର ଦେଖିବାକୁ ଲାଗିଲେ। ଏହାଦ୍ୱାରା ତାଙ୍କ ନିଜ କର୍ତ୍ତବ୍ୟ ଉପରେ ତାର ପ୍ରଭାବ ଦେଖାଦେଲା। ପରିସ୍ଥିତି ଏପରି ହେଲା, ମୃତ୍ୟୁଲୋକରେ କେହି ମୃତ୍ୟୁବରଣ କଲେ ନାହିଁ। ମୃତ୍ୟୁଲୋକରେ ସମସ୍ତେ ଭାବିଲେ କୌଣସି ପ୍ରାଣୀ ମରିବେ ନାହିଁ, ସମସ୍ତେ ଅମର। ପରିସ୍ଥିତି ଖରାପ ହେବାକୁ ଲାଗିଲା। ଜନସଂଖ୍ୟା ବୃଦ୍ଧି ପାଇଲା। ଆବଶ୍ୟକ ଉପକରଣର ଅଭାବ ଦେଖାଦେଲା। କେହି ମରୁନଥିଲେ, ତେଣୁ ଆଘାତପ୍ରାପ୍ତ ପ୍ରାଣୀ ଅସହ୍ୟ ଯନ୍ତ୍ରଣା ପାଉଥିଲେ। ଜୀବନଚକ୍ର ବନ୍ଦ ହୋଇଗଲା। ଏହା ଦେଖି ମହାଦେବ କ୍ରୋଧିତ ହେଲେ, କାରଣ ସେ ସ୍ୱୟଂ ସମୟ ଏବଂ ଜୀବନର ସଂରକ୍ଷକ। ଭଗବାନ ଶିବ ଯମଙ୍କ ସମ୍ପର୍କରେ ସବୁ କଥା ଜାଣିପାରିଲେ। ଦିନେ ସେ ଯମଦେବଙ୍କୁ କୈଳାସକୁ ଡାକିଲେ। ଯମଦେବ କୈଳାସ ଆସିଲେ। ମହାଦେବ ତାଙ୍କୁ ନିଜ ପାଖରେ ବସାଇଲେ, କିଛି କଥାବାର୍ତ୍ତା ମଧ୍ୟ କଲେ। କିଛି ସମୟ ପରେ ଭଗବାନ ଶିବ କହିଲେ, ଯମଦେବ, ମୋ ପାଇଁ ପାଖ ଝରଣାରୁ ଜଳ ଆଣିପାରିବ କି? ଯମଦେବ ତୁରନ୍ତ ଝରଣା ପାଖକୁ ଗଲେ ଏବଂ ପାଣି ଆଣିବା ପାଇଁ ଯେମିତି ଝରଣାକୁ ଉଙ୍କି ମାରିଛନ୍ତି, ତାଙ୍କୁ ଝରଣାରେ ଲମ୍ବା ଶିଙ୍ଗ ଥିବା ଭୟାନକ ମୁହଁ ଦେଖାଗଲା। ସେ ଭଗବାନ ଶିବଙ୍କ ନିକଟକୁ ଦୌଡ଼ିକି ଆସିଲେ ଏବଂ କହିଲେ, ମହାଦେବ, ଝରଣାରେ ଗୋଟିଏ ଭୟଙ୍କର ରୂପଧାରୀ ରାକ୍ଷସ ରହୁଛି। ମହାଦେବ ସାମାନ୍ୟ ହସି କହିଲେ, ନିଜ ମସ୍ତକକୁ ହାତ ମାର ଯମ। ଝରଣାରେ ଯେଉଁ ଭୟଙ୍କର ରୂପ ଦେଖିଲ, ସେ ତୁମର ହିଁ ପ୍ରତିଛବି ଥିଲା। ଯମ ଯେତେବେଳେ ନିଜ ମସ୍ତକକୁ ଧରିଲେ, ସେଠି ଲମ୍ବା ଶିଙ୍ଗକୁ ଅନୁଭବ କଲେ। ସେ ଏହା ଦେଖି ଭୟଭୀତ ହୋଇ କାନ୍ଦିଲେ ଏବଂ ଭଗବାନ ଶିବଙ୍କୁ ବିନତି କଲେ କି ମୋତେ ମୋର ପୁରୁଣା ରୂପ ଫେରାଇ ଦିଅ। କିନ୍ତୁ ମହାଦେବ ଆଖି ବନ୍ଦ କରି ଧ୍ୟାନରେ ଲୀନ ହୋଇଗଲେ। ଯମଦେବ ଜାଣିଗଲେ ଯେ ଭଗବାନ ଶିବ ତାଙ୍କୁ କ୍ଷମା କରିବେ ନାହିଁ। ସେଠାରୁ ସେ ସାହାଯ୍ୟ ଆଶାରେ ବ୍ରହ୍ମାଙ୍କ ନିକଟକୁ ଗଲେ, କିନ୍ତୁ ବ୍ରହ୍ମା ନିଜର କାର୍ଯ୍ୟରେ ବ୍ୟସ୍ତ ଥିଲେ। ସେଠୁ ନିରାଶ ହୋଇ ସେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ। ସେଠାରେ ବିଷ୍ଣୁ ମା ଲକ୍ଷ୍ମୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଳାପରେ ମଗ୍ନ ଥିଲେ। ଯମଦେବ ସେଠାରୁ ନିରାଶ ହୋଇ ଫେରିଆସିଲେ ଏବଂ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କଲେ। ଅନେକ ବର୍ଷ ତପସ୍ୟା ପରେ ଭଗବାନ ବିଷ୍ଣୁ ପ୍ରସନ୍ନ ହେଲେ ଏବଂ ଯମଦେବଙ୍କୁ ତାଙ୍କ ମନୋକାମନା ପଚାରିଲେ। ଯମଦେବ ସମସ୍ତ କଥା କହିଲେ ଏବଂ ତାଙ୍କ ପୂର୍ବରୂପ ଫେରାଇବା ପାଇଁ ବିନତି କଲେ। ଭଗବାନ ବିଷ୍ଣୁ କହିଲେ, ମୁଁ ଏପରି କରିପାରିବି ନାହିଁ, କାରଣ ତୁମେ ପୂର୍ବ ପରି ତୁମ କର୍ତ୍ତବ୍ୟ ଭୁଲିଯିବ। କିନ୍ତୁ ଯମ ସେମିତି ବିନତି କରିଚାଲିଲେ। ଭଗବାନ ବିଷ୍ଣୁଙ୍କ ମନରେ ଦୟା ଆସିଲା। ସେ ଯମଦେବଙ୍କୁ କହିଲେ, ମୁଁ ତୁମ ମସ୍ତକର ସିଂହକୁ ଦୂର କରିପାରିବି ଏବଂ ତୁମ ସେବା ପାଇଁ ଗୋଟିଏ ପଶୁ ପ୍ରଦାନ କରିପାରିବି। ଶେଷରେ ଯମଦେବ ତାକୁ ସ୍ୱୀକାର କଲେ। ଯମଦେବ ଉଦାସ ଭାବରେ ଦେଖିଲେ ତାଙ୍କ ପାଖରେ ମଇଁଷି ଛିଡ଼ା ହୋଇଛି। ଏହାପରେ ଯମ ତାଙ୍କ କାର୍ଯ୍ୟ ପୁଣି ନିଷ୍ଠାର ସହ କଲେ। ପୁଣି ଥରେ ମୃତ୍ୟୁଚକ୍ର ଚାଲିବାକୁ ଲାଗିଲା। ଏହି କାହାଣୀ ତାମିଲନାଡୁର କଳାଝାଗର ମନ୍ଦିର ସହିତ ଜଡ଼ିତ। ଏହି କାହାଣୀର ମୂଳ କଥା ହେଲା, ନିଜ କର୍ତ୍ତବ୍ୟର ମହତ୍ତ୍ୱକୁ ଜାଣିବା ଉଚିତ। ଯମରାଜ ମୃତ୍ୟୁର ଦେବତା ହେବା ସଙ୍ଗେ ସଙ୍ଗେ ଧର୍ମର ମଧ୍ୟ ଦେବତା। ତାଙ୍କୁ ଧର୍ମରାଜ କୁହାଯାଏ। କେଉଁଟା ଠିକ୍, କେଉଁଟା ଭୁଲ, କାହାକୁ କେଉଁ କାର୍ଯ୍ୟ ପାଇଁ କି ଦଣ୍ଡ ମିଳିବ, ତାହା କେବଳ ଯମରାଜା ନିଷ୍ପତ୍ତି ନିଅନ୍ତି। ଥରେ ଯମରାଜ ଅଭିଶପ୍ତ ହୋଇ ମୃତ୍ୟୁଲୋକରେ ଜନ୍ମଗ୍ରହଣ କରିଥିଲେ। ଥରେ ମାଣ୍ଡବ୍ୟ ନାମକ ଋଷି ଖାଣ୍ଡବ ବନରେ ଆଶ୍ରମ କରି ରହୁଥିଲେ। ଥରେ ସେହି ରାଜ୍ୟରେ ଚୋରକୁ ସୈନିକମାନେ ପିଛା କରୁଥିଲେ। ଚୋରଟି ଆଶ୍ରମକୁ ଆସି ଋଷିଙ୍କୁ କହିଲା, ମୁଁ ଜଣେ ବ୍ୟବସାୟୀ, ମୋ ପଛରେ ଚୋର ପଡ଼ିଛନ୍ତି। ମୋ ପାଖରେ ଥିବା ଧନ ଏବଂ ମୋତେ ରକ୍ଷା କରନ୍ତୁ। ମାଣ୍ଡବ୍ୟ ଋଷି ଚୋର କଥାକୁ ବିଶ୍ୱାସ କରି ତାକୁ ଆଶ୍ରମରେ ସ୍ଥାନ ଦେଲେ। ଚୋରଟି ସମସ୍ତ ଚୋରି ଜିନିଷ ଆଶ୍ରମରେ ରଖି ସେଠାରୁ ପଳାୟନ କଲା।
किछि समय पर राजा सिपाही सेठाकू आसिले एवं आश्रम रे चोरी जाइथिबा जिनिस को देखि ऋषि को चोर भावी बंदी करी राजा निकट को नहीं आसिले। ऋषि राजा को बुझाइले जे से चोर को जानती नहीं, किंतु राजा किछि शुणिले नहीं। दंड स्वरूप मांडव्य ऋषि को शूली दंडरे दंडित कले। सैनिक माने तांकु नहीं शूली रे चढ़ाई देले, किंतु ऋषि तपोबल जोगु तांकर कौनसी क्षति हैला नहीं। ए कथा देखि सिपाही माने आश्चर्य होई गले एवं राजा निकट रे समस्त कथा कहिले। राजा निजर भूल बुझी पारिले एवं मांडव्य ऋषि को शूलीरू बाहर करी क्षमा प्रार्थना कले। ऋषि कहिले, हे राजा, एथिरे तुमर किछि भूल नहीं, तुमे तुम कर्तव्य करिछ, यह विधिर विधान थिला। किंतु से धर्मराजा जम को एहार कारण पचारिले। मो जानतरे एमिति कौनसी भूल मु करी नहीं, तथापि एपरि दंड काहींकि मते मिलिला। जमराज कहिले, आपण जेतेबेले बालक थिले सेतेबेले प्रजापतिर पछरे कंटा फुटाइथिले, सेही पाप पई आपणकु एही दंड मिलिला। एक कथा सुनी मांडव्य ऋषि रागी गले। से कहिले, हे जमराज, आपण कौन एतिकी जानी नाहंती जे जन्म ठारू 12 वर्ष पर्यंत बयसर कौनसी बालक जहा करंती ताहा अधर्म नुहे, कारण सेतेबेले बालक को धर्मशास्त्रर ज्ञान होई न थाए। सेतिपई मो पिलादिने होइथिबा मूर्खता को पाप बोली भाबी जो दंड दिया जाइछि ताहा अन्याय। तेणु हे धर्मराज, मु आपणको अभिशाप देउछि, आपण मनुष्य रूप में मृत्युलोकरे जन्म नेबे एवं सेठी आपण न्याय अन्यायर एमिति चक्रव्यूह भितर पड़िबे जहाकु समाधान करी करी आपण थकी जिवे। सेथिपई मांडव्य ऋषिंकर अभिशाप पई जमराज द्वापर युगरे विदुरंक रूप में जन्म नियंती एवं सेही विदुर महाभारत रे न्याय अन्याय को बुझाई बुझाई थकी जाइछंती। धर्मराज जमंक संपर्कित एही रोचक कहानी आपनकु केमिति लागिला कमेंट्स करी जणाइबे एवं चैनल को सब्सक्राइब करिवे। रहिली। जय जगन्नाथ, जय सनातन।